वरण्य पंडित सर्वादो सर्वप्रथमे भगवान मर्यादामय पुरुषोत्तम रामंकर ए गोटे पद भक्ति कुसुम अर्पण कला परे द्विपद मंगलाचरण श्लोक आपण मान आगक आनी गेडरे कहुई रामाय रामचंद्राय रामभद्राय वेदसे भगवान राम होउछंती वो मर्यादामय पुरुषोत्तम भगवान लीलावतारी ठाकुर मर्यादामय पुरुषोत्तम भगवान राम को पादर बारंबार मथानत प्रणाम करुछे। आपण मानकर संत तुलसी कहले बंदहु राम रघुपति हे तू तुलसी रामचरित मानस जिते आरंभ कले प्रथम पादरे कहले बंदौ राम रघुपति बरक हे राम ठाकुर आपण रघुपति आपण सूर्यवंशर दायात आपण रघुवंशर दायात किंतु तल पदरे कहले हे तू कृषानु भानु हिम करोक कृषानु कहले अग्नि भानु कहले सूर्य हिम कहले बाबूरे चंद्र रे ये तीन जन को कहीं वंदना कले अग्नि सूर्य चंद्र ये तीन जन को आनिबार उद्देश्य कौन ना वरण्य पंडित मंडली आपण जदि भगवान कर 10 अवतार देखिए गीत गोविंद रचयिता जयदेव 10 अवतार देखिए ताले सेथिरे 3 जन राम कथा कहा जाय तू कई जन भाबुछु चप पार्टी करना राम होउछंती 3 जन गेड़े जड़े होउछंती अग्निवंश रे जन्म होइथिले आउ जड़े सूर्य वंश रे जन्म होइथिले आउ जड़े जन्म होइथिले चंद्र वंश रे अग्निवंश रे को राम जन्म होइथिले सूर्य वंश रे को राम जन्म होइथिले चंद्र वंश रे को राम जन्म होइथिले जे अग्निवंश रे जन्म हेले तांको बापांको नाम होउची जमदग्नि माहला रेणुका वंश होला अग्निवंश जन्म होइथिले भगवान वंशावतार परशुराम तांको आमे भृगुपति राम भार्गव राम कहिबा द्वितीय वंश होला सूर्य वंश सूर्य वंश रे जन्म होइथिले बापा दशरथ माँ कौशल्या जन्म हेले श्रीराम पुरे राघव राम तृतीय राम जन्म हेले चंद्रवंश रे बापा वसुदेव माँ रोहिणी जन्म हेले आपण मानकर जादव राम बलराम जादव राम ये भृगुपति राम ये हेले राघव राम ये हेले भार्गव राम जने हेले राघव राम आउ जने हेले जादव राम गेड़ो आउ गोटा पद ओडिया पद बोलुछि आपण मानकर लावण्यवती छंद कवि हेले कवि सम्राट भंज कौन कहले जय 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 राम ये जन कसुखा कवि सम्राट भंज लावण्यवती छांदर मंगलाचरण पदरे कहले जय 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 राम जनक सुखद भंज भली कवि
ଗୋଟାଏ ଜାଗାରେ ତିନିଟା ଜୟ କାଇଁ ଜାଣିଲେ? ନା 3 ଜଣ ରାମଙ୍କର ବନ୍ଦନା କଲେ ଭଞ୍ଜ। କହିଲେ ଜନକ ସୁଖଦ, ଜନକ କହିଲେ ବାପା, ବାପା ଯିଏ ବାପାଙ୍କୁ ସୁଖ ଦାନ କରନ୍ତି ସେ ହଉଛନ୍ତି ରାମ। ରାମ ପରେ ଆଜ୍ଞା ପ୍ରଥମ ରାମ ହେଲେ ଆପଣ ମାନଙ୍କର ପରଶୁରାମ। ପରଶୁରାମ ଯମଦଗ୍ନିଙ୍କ କଥାରେ ହେଲା। ମା ରେଣୁକାଙ୍କୁ ହତ୍ୟା କରି ବାପାଙ୍କ ମନରେ ଖୁସି ଦେଇଥିଲେ। ଇଏ ହେଲେ ଜନକ ସୁଖଦ। ଜନକ ସୁଖଦ। ଦ୍ୱିତୀୟ ରାମ ହେଲେ ଆପଣ ମାନଙ୍କର ରାମ, ଭଗବାନ ଶ୍ରୀରାମ, ଶ୍ରୀରାମ ଯିଏ ବାପାଙ୍କୁ ଖୁସି କରିବା ପାଇଁ 14 ବର୍ଷ ବନବାସ ଯାଇଥିଲେ। ଆଉ ଜନକ ସୁଖଦ କହିଲେ ଜନକ କିଏ? ଇଏ ନା ମା ସୀତାଙ୍କର ବାପାଙ୍କ ନାମ ହଉଛି କଣ? ଜନକ। ନା ଆଉ ମୁଁ ସେଇଥିପାଇଁ ଛାଡିକି କହିଲି ସାରେ, ସୀତାଙ୍କ ବାପା ନା ଜନକ ନୁହଁ? ନା, ତାହେଲେ ଆଉ କଣ? ସୀତାଙ୍କ ବାପାଙ୍କ ନାମ ହଉଛି ଶିରଧ୍ୱଜ। ଶିରଧ୍ୱଜ। ଜନକ ହଉଛି ତାଙ୍କ ସାଙ୍ଗିଆ। ସାରେ ଆମ ଗାଁ ରୂପେଲିଙ୍କର କାହିଁ ଶିର ତ ଧ୍ୱଜ ହେଇ ଆପଣ ମାନଙ୍କର ବ୍ୟାସ ଲେଖିଛନ୍ତି ସଂସ୍କୃତ ଭାଗବତରେ। କହିଲା ତସ୍ୟ ଶିରୋଧ୍ୱଜ ଯଜ୍ଞେ ଯଜ୍ଞାର୍ଥେ କଷଣ ମହେ ସୀତା ଶିରଗ୍ରଜୁ ଧାତା କସ୍ମାଦୌ ଶିରୋଧ୍ୱଜ ଶ୍ରୁତ୍ୱା। ତସ୍ୟ ଶିରୋଧ୍ୱଜ ଯଜ୍ଞେ, ତସ୍ୟ କହିଲେ ତାଙ୍କର, କାର ନା ଶିରୋଧ୍ୱଜ ଯଜ୍ଞ କରିବା ପାଇଁ ଭୂମିକର୍ଷଣ କରୁଥିଲା ବେଳେ ମା ସୀତା ଶିର କହିଲେ, ଏ ଶୀତ କହିଲେ ଲଙ୍ଗଳ, ଲଙ୍ଗଳର ଅଗ୍ରଭାଗରୁ ଜନ୍ମ ହେଇଥିବାରୁ ତାଙ୍କ ଶୀତ ଅଗ୍ରରୁ ଜନ୍ମ ହେଇଥିବାରୁ ସୀତା। ସୀତାଙ୍କର ନାଁ କେତେଟା? ସୀତାଙ୍କର ଗୋଟାଏ ନା ଆଜ୍ଞା। ନା ରେ, ସୀତାଙ୍କର ନାଁ 6ଟା। ଆରେ ସୀତାଙ୍କର 6ଟା ନା କୋଉ ନା? ଆପଣ ମାନଙ୍କର ସେଇ କବି ସମ୍ରାଟ ଭଞ୍ଜ ବହି ହେଲା ବୈଦେଶ ବିଳାସ। ଗଲା ବୁଝିବା ଅତି ସହଜେ ବୁଝିବା ଅତି ସହଜେ ଏ ବହେ ଚଢ ନମସ୍ତେ ଯେ ବହେ ଚଢ ନମସ୍ତେ ଯେ ଏ ବୈଦେହୀ ମୈଥିଳୀ ଜାନକୀ ବାଟେବେ ଜାନକୀ ବାଟେବେ ଯୋଜନ ବନ୍ଧା ବହେ ଷଢ଼ ନାମ ସେ ଯେ ମା ସୀତା 6ଟା ନାମ ବହନ କରନ୍ତି। ବୈଦେହୀ, ମୈଥିଳୀ, ଜାନକୀ, ପାର୍ଥିବୀ, ଯୋଜନଗନ୍ଧା, ସୀତା। ମା ସୀତାଙ୍କର 6ଟା ନା। 6ଟା ନା। ଗେଡରେ କାହିଁ ଏ କଥା କହୁଥିଲି? ସାରେ କଣ ପାଇଁ? ଜନକ ସୁଖଦ ସମସ୍ତେ ଶିରଧ୍ୱଜ ଜନକକୁ ଜାଣନ୍ତି ଜନକ ବୋଲି। ତେଣୁ ଜନକଙ୍କୁ କେତେବେଳେ ସୁଖ ଦେଲେ? ନା ଦିନକର ଏ ଶିବ ଧନୁକୁ ଭଗ୍ନ କରି ଜନକଙ୍କ ମନରେ ଯିଏ ଆନନ୍ଦ ଭରି ଦେଇଥିଲେ ସେ ହଉଛନ୍ତି ଭଗବାନ ରାମ। ତୃତୀୟ ରାମ ହେଲେ ଆପଣ ମାନଙ୍କର ଯାଦବ ରାମ, ବଂଶ ଚନ୍ଦ୍ରବଂଶ, ବାପା ବସୁଦେବ, ମା ରୋହିଣୀ। ଭାଗବତ ଗୋଟାଏ ପଦ କହିଲା ବଳେ ନହିବେ ସମ ନାମ ହୋଇବ ବଳରାମ। ସେ ହଉଛନ୍ତି ବଳରାମ, ଯାହାଙ୍କୁ ଆମେ ତୃତୀୟ ରାମ ଭାବରେ ନେଇଛେ। ତେଣୁ ୟାଙ୍କ ନାଁ କାହିଁକି ରାମ ହେଲା ଆଉ କିଛି ହେଲାନି?